আজি ଆସନ୍ତୁ ଆମ୍ଭେ ଏକ ସଙ୍ଗରେ ଉପଦେଶ ଶୀର୍ଷକ ଆତ୍ମିକ ବିଷୟକୁ ଆତ୍ମିକ ସତ୍ୟ ସହିତ ଶୁଣିବା ର ସହିତ ପରମେଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବାର ସମୟ ନେବା। ଯେବେ ଆମ୍ଭେ ବାଇବଲର ବିଷୟଗୁଡ଼ିକୁ ଅଧ୍ୟୟନ କରିଥାଉ ତେବେ ଆମ୍ଭମାନଙ୍କ ପାଖରେ ଏହି ପୃଥିବୀରେ ରହୁଥାଇ ନିର୍ମାଣ କରାଯାଇଥିବା ଆପଣା ଅନୁଭବ ଓ ଅଭ୍ୟାସର ଆଧାରରେ ସ୍ୱର୍ଗ ରାଜ୍ୟର ବସ୍ତୁଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବାର ପ୍ରବୃତ୍ତି ହୋଇଥାଏ। ଏହି କାରଣରୁ ଆମ୍ଭେ ବେଳେବେଳେ ଆତ୍ମିକ ସତ୍ୟ ଉପରେ ସଠିକ ଦୃଷ୍ଟିକୋଣ ରଖିବାରେ ଅସଫଳ ହୋଇଥାଉ ଆଉ ଏହି ପ୍ରକାର ମୂର୍ଖତାପୂର୍ବକ ତାହାର ବାସ୍ତବିକ ଅର୍ଥକୁ ବୁଝିବାରେ ବିଫଳ ହୋଇଥାଉ। ଏହାର ଏକ ପ୍ରତିନିଧିକ ଉଦାହରଣ ଇସ୍କରିୟୋଥ ଜିହୁଦା ଅଟେ। 2000 ବର୍ଷ ପୂର୍ବେ ସେ ଯୀଶୁଙ୍କ 12 ଜଣ ଶିଷ୍ୟ ମଧ୍ୟରୁ ଜଣେ ଥିଲା। ପ୍ରଥମେ ଏମିତି ଲାଗିଲା କି ଇସ୍କରିୟୋଥ ଜିହୁଦା ପାଖରେ ବଡ଼ ବିଶ୍ୱାସ ଅଛି। ସାଧାରଣ ଭାବେ ଆକାଉଣ୍ଟିଂ ମାମଲାରେ କୌଣସି ଏମିତି ବ୍ୟକ୍ତିକୁ ସମର୍ପଣ କରାଯାଏ ଯାହା ଉପରେ ସେହି ସମୂହର ଯାହା ସହିତ ସେ ସମ୍ବନ୍ଧିତ ଅଟେ ଅଧିକ ଭରସା ହୋଇଥାଏ ଆଉ ଏହା ତାହାକୁ ସମର୍ପଣ କରାଯାଇଥିଲା। କିନ୍ତୁ ସେ ଯୀଶୁଙ୍କ ପବିତ୍ର ଏବଂ ଈଶ୍ୱରୀୟ ସ୍ୱରୂପକୁ ଆତ୍ମିକ ଚକ୍ଷୁ ଦ୍ୱାରା ଦେଖିବାରେ ବିଫଳ ରହିଲା। କାରଣ ଇସ୍ରାଏଲୀୟ ରୋମର ଦାସତ୍ୱର ଅଧୀନରେ ଥିଲେ। ସେ ଏହି ବିଷୟ ଦ୍ୱାରା କ୍ରୋଧରେ ପରିପୂର୍ଣ୍ଣ ଥିଲା କି ଯୀଶୁ ଶାରୀରିକ ରୂପେ ପରିସ୍ଥିତିରୁ ବାହାରିବା ପାଇଁ ଯେଉଁଥିରେ ସେମାନେ ଅଛନ୍ତି ଆପଣା ଶକ୍ତିର ଉପଯୋଗ କରନ୍ତି ନାହିଁ। ସେ ନିରାଶ ଥିଲା କାରଣ ତାହାର ମାନିବାର ଥିଲା କି ଯୀଶୁ ସର୍ବଶକ୍ତିମାନ ଅଟନ୍ତି ଆଉ ତାହାଙ୍କ ପାଖରେ ଅଲୌକିକ ଶକ୍ତି ଅଛି। ଏଥିପାଇଁ ସେ ସହଜରେ ରୋମୀ ଲୋକମାନଙ୍କୁ ବାହାର କରିବେ। ଏହି ଆଶା ଏହି ତଥ୍ୟରୁ ଉତ୍ପନ୍ନ ହେଲା କି ସେ ଯୀଶୁଙ୍କୁ କିଛି ଚମତ୍କାର କରୁଥିବାର ଦେଖିଲା। ଆପଣ 5ଟି ରୋଟି ଓ 2ଟି ମାଛର ଚମତ୍କାର ବିଷୟରେ ବହୁତ ଭଲରେ ଜାଣନ୍ତି, ହଁ ନା? ଯୀଶୁ 5000 ଲୋକମାନଙ୍କୁ ଜବର 5ଟି ରୋଟି ଓ 2ଟି ମାଛ ଦ୍ୱାରା ଖାଇବାକୁ ଦେଲେ। ଏହା ପର୍ଯ୍ୟନ୍ତ କି ସମସ୍ତଙ୍କ ଖାଇବା ପରେ ସେହି ରୋଟି ଗୁଡ଼ିକର ଖଣ୍ଡ ଦ୍ୱାରା 12 ଟୋକେଇ ପୂର୍ଣ୍ଣ ହେଲା। କାରଣ ଜିହୁଦା ଏହି ପ୍ରକାର କାର୍ଯ୍ୟଗୁଡ଼ିକୁ ଦେଖିଥିଲା, ତେଣୁ ସେ ଯୀଶୁଙ୍କୁ ଇସ୍ରାଏଲୀୟମାନଙ୍କୁ ରୋମୀମାନଙ୍କ ଉତ୍ପୀଡ଼ନରୁ ମୁକ୍ତ କରିବାର ଆଶା କଲା। କିନ୍ତୁ ତାହାର ଉପେକ୍ଷାର ବିପରୀତ ଯୀଶୁ ସେମାନଙ୍କ ଦ୍ୱାରା ଧରାଗଲେ ଓ ପରେ କ୍ରୁଶରେ ତାହାଙ୍କ ମୃତ୍ୟୁ ହେଲା। ଇସ୍କରିୟୋଥ ଜିହୁଦା ଜାଣୁନଥିଲା କି ଏମିତି କାହିଁକି ହେଲା। ଯଦି ସେ କେବଳ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲେଖାଯାଇଥିବା ବାଇବଲର ଭବିଷ୍ୟବାଣୀଗୁଡ଼ିକୁ ଧ୍ୟାନରେ ଦେଖିଥାନ୍ତା, ଯେମିତିକି ଯିଶାୟ ଅଧ୍ୟାୟ 53ର ଭବିଷ୍ୟବାଣୀ, ତେବେ ସେ ସହଜରେ ବୁଝିପାରିଥାନ୍ତା କି ଯୀଶୁଖ୍ରୀଷ୍ଟଙ୍କୁ କେଉଁ ପ୍ରକାର ଭବିଷ୍ୟସୂଚକ ଜୀବନଯାପନ କରିବାର ଥିଲା। କିନ୍ତୁ ଯେହେତୁ ସେ ଏମିତି କଲା ନାହିଁ, ତେଣୁ ତାହାକୁ ଯୀଶୁଙ୍କ ଉପରେ ସନ୍ଦେହ ହେବାକୁ ଲାଗିଲା। ସେ ଭାବିବାକୁ ଲାଗିଲା, କ'ଣ ସେ ପ୍ରକୃତରେ ଉଦ୍ଧାରକର୍ତ୍ତା ଖ୍ରୀଷ୍ଟ ଅଟନ୍ତି? କ'ଣ ସେ ହିଁ ଏହି ପୃଥିବୀରେ ଆସିଥିବା ପରମେଶ୍ୱର ଅଟନ୍ତି? ଯଦି ସେ ପରମେଶ୍ୱର ଅଟନ୍ତି ତେବେ ସେ କାହିଁକି ଚୁପ୍ ଅଛନ୍ତି? ଯଦି ସେ ପରମେଶ୍ୱର ଅଟନ୍ତି ତେବେ ଦୁଷ୍ଟମାନଙ୍କୁ ଉପହାସ କରିବାକୁ କାହିଁକି ଦିଅନ୍ତି? ଯଦି ସେ ପରମେଶ୍ୱର ଅଟନ୍ତି ତେବେ କ'ଣ ତାଙ୍କୁ ଲୋକମାନଙ୍କୁ ଆପଣା ଉପହାସ କରିବାରୁ ଅଟକାଇବା ସମ୍ଭବ ହୁଏ ନାହିଁ? ତାହାର ଦୃଷ୍ଟିକୋଣରେ ତ୍ରୁଟି ଥିଲା। ସେ ଶାରୀରିକ ଦୃଷ୍ଟିକୋଣରେ ଯୀଶୁଙ୍କୁ ଦେଖିବାକୁ ଲାଗିଲା ଆଉ ସେହି ସମୟରୁ ଶୟତାନ ତାହାଠାରେ କାର୍ଯ୍ୟ କରିବା ଆରମ୍ଭ କଲା। ଆମ୍ଭେ ଯେଉଁ କାରଣ ହେତୁ ପରମେଶ୍ୱରଙ୍କ ବାକ୍ୟର ଅଧ୍ୟୟନ କରିଥାଉ ତାହା ଆତ୍ମିକ ଦୁନିଆକୁ ବୁଝିବା ପାଇଁ ଅଟେ। ଯେବେ ଯୀଶୁ ଆପଣା ଶିଷ୍ୟମାନଙ୍କୁ ପ୍ରଥମ ଥର ଆହ୍ୱାନ କଲେ ତେବେ ସେ ସେମାନଙ୍କୁ କ'ଣ କହିଲେ? କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ ତେବେ ସେ ଆପଣା କ'ଣ ବହନ କରୁ? ସେ ଏହା କହିଲେ ନାହିଁ, ଆରାମଦାୟକ ଆଶ୍ରୟସ୍ଥଳ ବହନ କରୁ ଓ ମୋହର ଅନୁଗାମୀ ହେଉ। ଏହା ପରିବର୍ତ୍ତେ ସେ କହିଲେ, ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। କିନ୍ତୁ କ'ଣ ସେ ଏହା କହିଲେ ନାହିଁ କି ଅନନ୍ତ ବିଶ୍ରାମ ଯାହାର ଆମ୍ଭେ ଉତ୍ସୁକତାରେ ଲାଳସା କରିଥାଉ ଆମ୍ଭମାନଙ୍କୁ ଦିଆଯିବ ଯେବେ ଆମ୍ଭେ ଆପଣା କ୍ରୁଶ ଶେଷ ପର୍ଯ୍ୟନ୍ତ ବହନ କରି ତାହାଙ୍କ ଅନୁଗମନ କରୁ? ଇସ୍କରିୟୋଥ ଜିହୁଦା ଶାରୀରିକ ଦୃଷ୍ଟିକୋଣରେ ଯୀଶୁଙ୍କୁ ଦେଖିଲା। କିନ୍ତୁ ତାହାଙ୍କ ଅନ୍ୟ 12 ଜଣ ଶିଷ୍ୟମାନଙ୍କ ବିଷୟରେ କ'ଣ? ସେ ସମସ୍ତେ ତାଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିଲେ। ପିତର କହିଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ପ୍ରେରିତ ପାଉଲ ଯେ ଯୀଶୁଙ୍କ ସ୍ୱର୍ଗାରୋହଣ ପରେ ସତ୍ୟରେ ଆସିଲେ କହିଲେ, ସେ ସ୍ୱଭାବରେ ହିଁ ପରମେଶ୍ୱର ଅଟନ୍ତି। ଯଦିଓ ଯୀଶୁ ଏହି ପୃଥିବୀରେ ଶରୀରରେ ଆସିଲେ, ଆମମାନଙ୍କ ସମାନ ଭୋଜନ କଲେ ଓ ଆମମାନଙ୍କ ସମାନ ଶୋଇଲେ, ଏମିତି ଲୋକ ଥିଲେ ଯେଉଁମାନେ ଏହି ସମସ୍ତ ଆତ୍ମିକ ଦୃଷ୍ଟିକୋଣରେ ଦେଖିଲେ। କିନ୍ତୁ ଏମିତି ମଧ୍ୟ ଲୋକ ଥିଲେ ଯେଉଁମାନେ ଯୀଶୁଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକୁ ଶାରୀରିକ ଦୃଷ୍ଟିକୋଣରେ ଦେଖିଲେ। କ'ଣ ଜିହୁଦୀ, ଫାରୁସି ଓ ଶାସ୍ତ୍ରୀମାନେ ଯୀଶୁଙ୍କୁ ଶାରୀରିକ ଦୃଷ୍ଟିକୋଣରେ ଦେଖିଲେ ନାହିଁ? ସେମାନଙ୍କ ମଧ୍ୟରୁ କେହି ମଧ୍ୟ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିପାରିଲେ ନାହିଁ। ଏହି କାରଣରୁ ଯୀଶୁ କହିଲେ, ତୁମେମାନେ ଆତ୍ମିକ ଅନ୍ଧ ଅଟ। ତୁମେମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଦାବି କରିଥାଅ, କିନ୍ତୁ ତୁମେମାନେ ପରମେଶ୍ୱରଙ୍କୁ ଚିହ୍ନିପାର ନାହିଁ। ତୁମେମାନେ କହିଥାଅ କି ତୁମ୍ଭେ ବହୁତ ଲୋକମାନଙ୍କୁ ନେତୃତ୍ୱ କରିଥାଅ,
ଏବଂ ସେମାନଙ୍କୁ ଶିଖେଇଥାଅ, କିନ୍ତୁ ଅନ୍ଧ ଯଦି ଅନ୍ଧକୁ ପଥ ଦେଖାଏ ତେବେ ଉଭୟେ ଗର୍ତ୍ତରେ ପଡ଼ିବେ। 가는 자들도 함께 구덩이에 빠질 수밖에 없단 말이죠. ତୁମ୍ଭେ ଏହି ପୃଥିବୀରେ ଜ୍ୟୋତି ରୂପେ ଆସିଥିବା ପରମେଶ୍ୱରଙ୍କୁ ମଧ୍ୟ ଚିହ୍ନି ପାର ନାହିଁ। 너희가 아니냐 말이죠. ଏଥିପାଇଁ ଆମ୍ଭମାନଙ୍କୁ ବାଇବଲର ସମସ୍ତ ଶିକ୍ଷା ମାଧ୍ୟମରେ ଶାରୀରିକ ଦୁନିଆ ଓ ଆତ୍ମିକ ଦୁନିଆ ଦ୍ୱାରା ସମ୍ବନ୍ଧିତ ବସ୍ତୁଗୁଡ଼ିକ ମଧ୍ୟରେ ପ୍ରଭେଦ କରିବା ଉଚିତ। 한 일들을 잘 ପରମେଶ୍ୱର ପବିତ୍ର ଅଟନ୍ତି, ପୁଣି ଯଦିଓ ସେ ଶରୀରରେ ଥାନ୍ତି ଅବା ଆତ୍ମାରେ। 보셨던 신령하신 분이 ଯେହେତୁ ପରମେଶ୍ୱର ସର୍ବଦା ପବିତ୍ର ଅଟନ୍ତି, ଏଥିପାଇଁ ଯେବେ ମଧ୍ୟ ପରମେଶ୍ୱରଙ୍କ ବର୍ଣ୍ଣନା କରାଯାଏ ତେବେ ଶବ୍ଦ ପବିତ୍ରର ଉପଯୋଗ କରାଯାଏ। 있다는 의미입니다. ଆସନ୍ତୁ ଆମ୍ଭେ 2장 ପ୍ରଥମ କୋରିନ୍ଥିୟ ଅଧ୍ୟାୟ 2 ପଦ 13ରେ ପରମେଶ୍ୱରଙ୍କ ଶିକ୍ଷା ଦେଖିବା। 이것을 말하거든 ସେହି ସମସ୍ତ ବିଷୟ ମଧ୍ୟ ଆମ୍ଭେମାନେ ମନୁଷ୍ୟର ଜ୍ଞାନ ଦ୍ୱାରା ଶିକ୍ଷିତ ବାକ୍ୟରେ କହିନଥାଉ, ମାତ୍ର ଆତ୍ମିକ ବିଷୟ ସବୁ କେଉଁ ପ୍ରକାର ବିଷୟ ଦ୍ୱାରା? 일은 ଆତ୍ମିକ ବିଷୟ ଦ୍ୱାରା ବୁଝାଇ ଆତ୍ମାଙ୍କ ଦ୍ୱାରା ଶିକ୍ଷିତ ବାକ୍ୟରେ କହିଥାଉ। 육에 속한 사람은 କିନ୍ତୁ ସାଂସାରିକ ମନୁଷ୍ୟ ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକୁ ଗ୍ରହଣ କରେ ନାହିଁ, 저희에게는 କାରଣ ସେହି ସବୁ ତାହା ନିକଟରେ ମୂର୍ଖତା, 깨닫지도 ପୁଣି ସେ ସେହି ସବୁ ବୁଝିପାରେ ନାହିଁ, ଯେଣୁ ସେହି ସବୁକୁ ଆତ୍ମିକ ଭାବରେ ବିଚାର କରାଯାଏ। 않고 있습니다. 결국 ଏଥିପାଇଁ 신령한 ଆମ୍ଭେ ସର୍ବଦା ଆତ୍ମିକ ବିଷୟକୁ ଆତ୍ମିକ ସତ୍ୟ ଦ୍ୱାରା ଶୁଣିବା ଉଚିତ। 예수님 ଯୀଶୁ କାହିଁକି କ୍ରୁଶବିଦ୍ଧ ହେଲେ? କ'ଣ ଏହା ଏଥିପାଇଁ ଥିଲା କି ତାହାଙ୍କ ପାଖରେ ଶକ୍ତି ନଥିଲା? କ'ଣ ଏହା ଏଥିପାଇଁ ଥିଲା କାରଣ ତାଙ୍କୁ ସେହି ପଥରେ ଚୁପଚାପ ଯିବାକୁ ପଡ଼ିଲା, କାରଣ ସେ ଏହି ପୃଥିବୀରେ ପାପାର୍ଥକ ବଳି ରୂପେ ସମସ୍ତ ମାନବ ଜାତିକୁ ପାପରୁ ମୁକ୍ତ କରିବାକୁ ଆସିଥିଲେ? ତାହାଙ୍କ ପଞ୍ଜରା କାହିଁକି ବିଧ କରାଗଲା? 찔리실까? ଆମ୍ଭେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଯିଶାୟ ଅଧ୍ୟାୟ 53ରେ ପାଇପାରିବା। 그런 일 ଏହା ପ୍ରଥମରୁ ହିଁ ଭବିଷ୍ୟବାଣୀ କରାଯାଇଥିଲା କି ସେ ସେହି ସମସ୍ତ ସହ୍ୟ କରିବେ। ପିତା ଓ ମାତା ଶାରୀରିକ ରୂପେ ଏହି ପୃଥିବୀରେ କିପରି ରହୁଥିଲେ ଏହା ବିଷୟରେ ଉତ୍ସୁକ ହେବା ପରିବର୍ତ୍ତେ 차도 아버지 ଆମ୍ଭକୁ ଏହି ବିଷୟ ପ୍ରତି ବିଚାର କରିବା ଉଚିତ କି ପିତା ଓ ମାତା ଆପଣା ବହୁମୂଲ୍ୟ ସନ୍ତାନମାନଙ୍କୁ ରକ୍ଷା କରିବା ପାଇଁ ଏହି ସମୟ ଏହି ପୃଥିବୀରେ ଆପଣା ଜୀବନ କିପରି ଅତିବାହିତ କରୁଛନ୍ତି। 어떤 그 시간을 지금 ଯଦି ପିତା ଓ ମାତା ଏହି ପୃଥିବୀରେ ଆସିନଥାନ୍ତେ ଆଉ ଆମ୍ଭକୁ ନୂତନ ନିୟମର ସତ୍ୟ ଶିକ୍ଷା କରିନଥାନ୍ତେ, ତେବେ କ'ଣ ଆମ୍ଭମାନଙ୍କ ପାଖରେ ଅନନ୍ତ ନରକର ଅଗ୍ନିରେ ପକାଯିବା ବ୍ୟତୀତ ଅନ୍ୟ କୌଣସି ଚୟନ ହୁଅନ୍ତା? 일반으로 영원한 지옥불에 갈 수밖에 없는 ଯେବେ ଆମ୍ଭେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣିବାରେ ବିଫଳ ହୋଇଥାଉ, 분별을 못 ତେବେ ଆମ୍ଭେ ବେଳେବେଳେ ଭାବିଥାଉ, 뭔가 କ'ଣ ମୁଁ ବିଶ୍ୱାସର ଭୁଲ ପଥରେ ଚାଲୁନାହିଁ ତ? ଇସ୍କରିୟଥ ଜିହୁଦାର ଭୁଲ ନିର୍ଣ୍ଣୟ ତାହାକୁ 30 କୋଟି ରୌପ୍ୟ ମୁଦ୍ରାରେ ଯୀଶୁଙ୍କୁ ବିକ୍ରୟ କରିବାର ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରିବାକୁ ପ୍ରେରିତ କଲା। 어리석음을 이제 ତାହାର ନାମ ବର୍ତ୍ତମାନ ବିଶ୍ୱାସଘାତ ଶବ୍ଦର ସମକକ୍ଷ ହୋଇଅଛି। 범명사가 ଏଥିପାଇଁ ଜିହୁଦା ଶବ୍ଦର ଏକ ଅର୍ଥ ଏକ ଏମିତି ବ୍ୟକ୍ତି ଅଟେ ଯେ ମିତ୍ରକୁ ଧୋକା ଦେଇଥାଏ, ଅର୍ଥାତ୍ ଦେଶଦ୍ରୋହୀ। 그건 최악의 어떤 그 배신 ବାଇବଲ କହିଥାଏ କି ଯେଉଁ କାର୍ଯ୍ୟ ଆମ୍ଭେ ଆପଣା ବିଶ୍ୱାସର ଜୀବନରେ କରିଥାଉ ତାହା ସେହି ଲୋକମାନଙ୍କୁ ମୂର୍ଖତାପୂର୍ଣ୍ଣ ଲାଗିଥାଏ ଯେଉଁମାନେ ଶାରୀରିକ ଅଟନ୍ତି। 성령의 일을 ସେମାନେ ଆମ୍ଭମାନଙ୍କ ଜୀବନଯାପନ କରିବାର ପଦ୍ଧତିକୁ ବୁଝିପାରନ୍ତି ନାହିଁ, କାରଣ ସେମାନେ ଆତ୍ମାର ବିଷୟକୁ ସ୍ୱୀକାର କରନ୍ତି ନାହିଁ। 미련하게 보이고 저들은 또 깨닫지도 못한다 하고 했습니다. ଏମିତି ଏଥିପାଇଁ ଅଟେ କାରଣ ଏହି ବସ୍ତୁଗୁଡ଼ିକର ଯାଞ୍ଚ କେବଳ ଆତ୍ମିକ ରୂପେ ହୋଇଥାଏ। 계속 ଆସନ୍ତୁ ଆମ୍ଭେ ପ୍ରଥମ ତିମୋଥୀର ପୁସ୍ତକ ଅଧ୍ୟାୟ 2 ପଦ 4ର ସହିତ ଜାରି ରହିବା। 하나님은 ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ସେ ଇଚ୍ଛା କରନ୍ତି, 하시나 아니라 କାରଣ ଏକମାତ୍ର ଈଶ୍ୱର ଅଛନ୍ତି ଆଉ ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, ସେ ଖ୍ରୀଷ୍ଟ ଯୀଶୁ ଜଣେ ମନୁଷ୍ୟ। 그리스도 예수라 하고 했습니다. 하나님과 ଏହା ଲେଖା ଅଛି, 우리 ଖ୍ରୀଷ୍ଟ 인생들 사이에 ଈଶ୍ୱର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଛନ୍ତି, 하시고 계신 କିନ୍ତୁ ସେ ମନୁଷ୍ୟ ରୂପେ ଏହି ପୃଥିବୀକୁ ଆସିଲେ। 사람으로 이 땅에 오셨다. 이렇게 ଯେହେତୁ ସେ ଜଣେ ମନୁଷ୍ୟ ରୂପେ ଆସିଥିଲେ, ବହୁତ ଲୋକ ତାଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିପାରୁନଥିଲେ। 사람들이 실령적으로 바라보지를 않았습니다. ଯିଶାୟ ଅଧ୍ୟାୟ 53ରେ ଏହା ଲେଖା ଅଛି, 몸 모양도 없고 풍채도 ତାହାଙ୍କର ରୂପ କି ଶୋଭା ନାହିଁ, ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। 정언하고 있습니다. ସାଧାରଣ ଭାବେ ଯେବେ ଯୀଶୁଙ୍କୁ ଚିତ୍ରରେ ଚିତ୍ରିତ କରାଯାଏ, ତେବେ ଆମ୍ଭେ ତାହାଙ୍କ ଆନ୍ତରିକ ସୌନ୍ଦର୍ଯ୍ୟକୁ ତାହାଙ୍କ ବାହାର ରୂପ ମାଧ୍ୟମରେ ବ୍ୟକ୍ତ କରୁଥାଇ ଦେଖିପାରିବା। 외형적인 아름다움으로 표현해서 그렇죠. କିନ୍ତୁ 3장에 보면 ଯିଶାୟ ଅଧ୍ୟାୟ 53ରେ ଯୀଶୁଙ୍କ ବିବରଣ ଅନୁସାରେ 또 풍채도 없고 ସେ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ଥିଲେ। 만한 ତାହାଙ୍କର ରୂପ କି ଶୋଭା ନାହିଁ, 외모를 ପୁଣି ତାହାଙ୍କୁ ଦେଖିଲେ ଆମ୍ଭେମାନେ ଯେ ଶ୍ରଦ୍ଧା କରିବା ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ। ଯେବେ ପରମେଶ୍ୱର ଏହି ପୃଥିବୀକୁ ଆସିଲେ ତେବେ ତାଙ୍କ ରୂପ ଏମିତି ଥିଲା, କାରଣ ସେ ସେହି ରୂପ ସହିତ ସୁସମାଚାରର ବାକ୍ୟ ପ୍ରଚାର କରିଥିଲେ। ବହୁତ ଲୋକଙ୍କ ମନରେ ତାହାଙ୍କ ନିମନ୍ତେ ଭୁଲ ଧାରଣା ଥିଲା।
ତାହାଙ୍କ ବିଷୟରେ ବହୁତ କଥା ଥିଲା ଯାହାକୁ ଲୋକମାନେ ସେ ପର୍ଯ୍ୟନ୍ତ ବୁଝିପାରିନଥିଲେ ଯେ ପର୍ଯ୍ୟନ୍ତ କି ସେମାନେ ତାଙ୍କୁ ଆତ୍ମିକ ରୂପେ ଦେଖିଲେ ନାହିଁ। ପ୍ରେରିତ ଯୋହନ ଏହି ମାମଲାକୁ ଯୋହନ ଲିଖିତ ସୁସମାଚାରରେ ଏହି ପ୍ରକାର ବୁଝେଇଲେ। ଆସନ୍ତୁ ଯୋହନ ପୁସ୍ତକ ଅଧ୍ୟାୟ 1 ପଦ 1 ପଢ଼ିବା। ଆଦିରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ। 이 말씀은 곧 하나님이시라. 태초에 ବାକ୍ୟ ଯାହା ଆଦିରେ କୁହାଗଲା, ଦୀପ୍ତି ହେଉ ଏବଂ ଜଳ ମଧ୍ୟରେ ଏକ ଏମିତି ପ୍ରଭେଦ ହେଉ କି ଜଳ ଦୁଇ ଭାଗରେ ବିଭାଜିତ ହେଉ, ସେ ପରମେଶ୍ୱର ଥିଲେ। ଆସନ୍ତୁ ପଦ 14କୁ ଯିବା। ପଦ 14 କହିଥାଏ, ଆଉ ସେହି ବାକ୍ୟ ଅନ୍ୟ ଶବ୍ଦରେ ପରମେଶ୍ୱର କ'ଣ ହେଲେ? ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। କାରଣ ପରମେଶ୍ୱର ଦେହବନ୍ତ ହୋଇ ଏହି ପୃଥିବୀକୁ ଆସିଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। ତାହାଙ୍କ ପାଖରେ ଆମ୍ଭ ପରି ଆଖି, ନାକ, କାନ ଓ ମୁହଁ ଥିଲା। ସେ ଆମମାନଙ୍କ ମଧ୍ୟରୁ କାହାରିଠୁ ଭିନ୍ନ ଦେଖାଯାଉନଥିଲେ। ଆସନ୍ତୁ ପଦ 14 ପୁନର୍ବାର ଅଧ୍ୟୟନ କରିବା। ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ। ଆଉ ପିତାଙ୍କ ଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ୍ୟ ଆମେମାନେ ତାହାଙ୍କ ମହିମା ଦେଖିଲୁ। ଯଦିଓ ସେ ଶୁଷ୍କ ଭୂମିରୁ ଉତ୍ପନ୍ନ ମୂଳ ତୁଲ୍ୟ ଥିଲେ ଓ ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ କି ଆମ୍ଭେମାନେ ଯେ ଶ୍ରଦ୍ଧା କରିବା। ପ୍ରେରିତ ଯୋହନ ଯୀଶୁଙ୍କୁ ଆତ୍ମିକ ଆଖିରେ ଦେଖିଲେ ଓ ତାଙ୍କୁ ଗ୍ରହଣ କଲେ, ଯେମିତିକି ସେ ଯୋହନ ଅଧ୍ୟାୟ 1 ପଦ 1 ଓ ପଦ 14ରେ କହିଲେ। 목으로 예수님을 ସେ ଅନୁଭବ କଲେ କି ଯୀଶୁ ପରମେଶ୍ୱର ଅଟନ୍ତି, ଯେ ଆଦ୍ୟରେ ଆକାଶ ଓ ପୃଥିବୀ ଆଉ ସେଥିରେ ଥିବା ସମସ୍ତ ବସ୍ତୁଗୁଡ଼ିକର ସୃଷ୍ଟି କଲେ। ଏହା ବିପରୀତ ଇସ୍କରିୟୋଥ ଜିହୁଦା ଚିନ୍ତା କଲା କି ଯୀଶୁ ସେହି ବ୍ୟକ୍ତି ଅଟନ୍ତି ଯେ ଇସ୍ରାଏଲୀୟମାନଙ୍କୁ ରୋମାନ ସାମ୍ରାଜ୍ୟର ଶାରୀରିକ ଉତ୍ପୀଡ଼ନରୁ ରକ୍ଷା କରିବେ। କିନ୍ତୁ 적인 일을 위해 ଯୀଶୁ ଏହି ପୃଥିବୀରେ ଶାରୀରିକ ମାମଲା ନିମନ୍ତେ ଆସିନଥିଲେ, 때문에 이 ମାତ୍ର 땅에 오신 것이 아니지 않습니까? କ'ଣ ସେ ଏକ ଆତ୍ମିକ ଉଦ୍ଦେଶ୍ୟ ସହିତ ଆସିନଥିଲେ? ପ୍ରେରିତ ଯୋହନ ପଦ 11ରେ ଲେଖିଲେ, ପରମେଶ୍ୱର ଯେ ଆଦ୍ୟରେ ସମସ୍ତ ବସ୍ତୁଗୁଡ଼ିକର ନିର୍ମାଣ କଲେ, ଦେହବନ୍ତ ହୋଇ ଆସିଲେ ଓ ଆମମାନଙ୍କ ମଧ୍ୟରେ ବାସ କଲେ। କିନ୍ତୁ କେବଳ ସେମାନେ ହିଁ ଯେଉଁମାନେ ପରମେଶ୍ୱରଙ୍କ ଦ୍ୱାରା ଉତ୍ପନ୍ନ ହୋଇଛନ୍ତି, ରକ୍ତ କିମ୍ବା ଶରୀରର ଇଚ୍ଛା ଦ୍ୱାରା ନୁହେଁ, ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ। 언급하고 있습니다. ସେ ଆପଣ ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ୱରଙ୍କ ଠାରୁ ଜାତ ହେଲେ। ତାଙ୍କୁ ଗ୍ରହଣ କିଏ କରିପାରିବ? କେବଳ ଯେଉଁମାନେ ପରମେଶ୍ୱରଙ୍କ ଠାରୁ ଜାତ ହୋଇଛନ୍ତି। ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣିବା ଉଚିତ। 마귀는 କିନ୍ତୁ ଆତ୍ମିକ ବସ୍ତୁଗୁଡ଼ିକୁ ଶାରୀରିକ ଦୃଷ୍ଟିକୋଣରେ ଦେଖିବା ପାଇଁ ଶୈତାନ ଲୋକମାନଙ୍କ ବିଚାରକୁ ପରିବର୍ତ୍ତନ କରିଥାଏ। ଶୈତାନ କେବଳ ଶାରୀରିକ ଦୃଷ୍ଟିକୋଣ ଉପରେ ଜୋର ଦେଇଥାଏ। ସେ ଏହି ପ୍ରକାର କଥା କହିଥାଏ, ଯଦି ସେ ପରମେଶ୍ୱର, ତେବେ ଏତେ ଦୁର୍ବଳ କାହିଁକି? ଯଦି ସେ ପରମେଶ୍ୱର, ତେବେ ତାଙ୍କୁ କାହିଁକି ବଧ କରାଗଲା? ଯଦି ସେ ପରମେଶ୍ୱର, ତେବେ ତାଙ୍କୁ ମନୁଷ୍ୟମାନଙ୍କ ଦ୍ୱାରା ନିର୍ମିତ ମୃତ୍ୟୁଦଣ୍ଡ ଦେବାର ଯନ୍ତ୍ର କ୍ରୁଶରେ କାହିଁକି ଦିଆଗଲା? ଯେମିତିକି ଆପଣ ଦେଖିପାରିବେ, ଯେଉଁ ପରମେଶ୍ୱରଙ୍କ ଉପରେ ଆପଣ ବିଶ୍ୱାସ କରନ୍ତି ସେ ବହୁତ ଦୁର୍ବଳ ଅଟନ୍ତି। ତେବେ ଆପଣ ସେହି ପରମେଶ୍ୱରଙ୍କ ଆରାଧନା କିପରି କରିପାରନ୍ତି ଓ ସେହି ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ କିପରି ବିଶ୍ୱାସ କରିପାରନ୍ତି? ଶୈତାନ ଏହି ପ୍ରକାର ଚତୁର ପ୍ରଶ୍ନ କରିଥାଏ। ଏହା ଦ୍ୱାରା ଆମ୍ଭେ ଏହା ଜାଣିପାରିବା କି କିଛି ଚର୍ଚ୍ଚ ଯୀଶୁଙ୍କ ଉଦ୍ଧାର କାର୍ଯ୍ୟକୁ ବୁଝିବାରେ କାହିଁକି ବଞ୍ଚିତ ହୁଅନ୍ତି। ସେମାନେ ମୂର୍ଖତାପୂର୍ବକ ଏହି ବିଷୟ ପ୍ରତି ମଧ୍ୟ ଜୋର ଦିଅନ୍ତି କି ଯୀଶୁ ଏହି ପୃଥିବୀକୁ ଆସି ଯେଉଁ ସୁସମାଚାରର କାର୍ଯ୍ୟ କଲେ ତାହା ବିଫଳ ଥିଲା। 또 있습니다. 그래서 이런 어떤 그 내용들은 결국 ଇସ୍କରିୟଥ ଜିହୁଦା, ଫାରୁସି, ଜିହୁଦୀ ଓ ଶାସ୍ତ୍ରୀ ଯେମିତି ଲୋକମାନେ 와 같은 또 바리새인 ଶାରୀରିକ ଦୃଷ୍ଟିକୋଣରେ ଆତ୍ମିକ ଦୁନିଆ ଓ ଯୀଶୁଙ୍କୁ ଦେଖିଲେ। 사두개인들과 같은 그런 어떤 안목으로 ଏଥିପାଇଁ ସେମାନେ ପରିତ୍ରାଣର ସେହି ମହାନ ଆତ୍ମିକ ଚିତ୍ରକୁ ଦେଖିପାରିଲେ ନାହିଁ ଯାହାକୁ ଯୀଶୁ ଚିତ୍ରିତ କରୁଥିଲେ। 큰 영적인 그림을 못 보고 있었던 것입니다. କିନ୍ତୁ କ'ଣ ପରମେଶ୍ୱର ଯୋହନ ଯେମିତି ଲୋକମାନଙ୍କୁ ଏହା ଅନୁଭବ କରିବାକୁ ଆଶୀର୍ବାଦ କଲେ ନାହିଁ କି ସେ କିଏ ଅଟନ୍ତି? କ'ଣ ସେ ପିତରଙ୍କୁ ମଧ୍ୟ ଏହା ଅନୁଭବ କରିବାକୁ ଏବଂ ଘୋଷଣା କରିବାରେ ସକ୍ଷମ ହେବାରେ ଜ୍ଞାନ ଦେଲେ ନାହିଁ କି ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର? 만들어 주지 않았습니까? ଆସନ୍ତୁ ଆମ୍ଭେ ମାଥ୍ୟୁ ଅଧ୍ୟାୟ 16 ମଧ୍ୟ ଦେଖିବା। ଅଧ୍ୟାୟ 16 ପଦ 13। ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟ ପୁତ୍ର କିଏ ବୋଲି ଲୋକେ କ'ଣ କହନ୍ତି? ଏଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କ'ଣ କହୁଅଛ? ଯୀଶୁ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମେମାନେ କ'ଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କ ପୁତ୍ର। ପିତର ପରମେଶ୍ୱରଙ୍କ ଅନୁଗ୍ରହରେ ପରିପୂର୍ଣ୍ଣ ହେଲେ, ଯେ ତାଙ୍କୁ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ଦ୍ୱାରା ଜଣାଇବାକୁ କ୍ଷମତା ଦେଲେ। 은혜를 덧입었습니다.
17절입니다. ପଦ 17 예수께서 ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଜୁନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। 또 내가 ଆଉ 내게 ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। 내가 ମୁଁ ତୁମ୍ଭକୁ ସ୍ୱର୍ଗ ରାଜ୍ୟର କଞ୍ଜି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ ତାହା ସ୍ୱର୍ଗରେ ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ। ସେତେବେଳେ ସେ ଯେ ଖ୍ରୀଷ୍ଟ ଅଟନ୍ତି ଏହା କାହାକୁ ନ କହିବା ପାଇଁ ସେ ଶିଷ୍ୟମାନଙ୍କୁ ଦୃଢ଼ ଆଜ୍ଞା ଦେଲେ। 말라 하시니라 하고 있습니다. ଯୀଶୁ 3.5 ବର୍ଷର ଆପଣା ସେବା କାର୍ଯ୍ୟକୁ ପୂରା କରିବା ପାଇଁ ଗୁପ୍ତ ରୂପେ ଏହି ପୃଥିବୀକୁ ଆସିଲେ। ଏଥିପାଇଁ ସେ ସେମାନଙ୍କୁ କହିଲେ, ମୁଁ ଖ୍ରୀଷ୍ଟ ବୋଲି କାହାରିକୁ ମଧ୍ୟ କହିବ ନାହିଁ। କିନ୍ତୁ ସ୍ୱର୍ଗାରୋହଣର ଠିକ୍ ପୂର୍ବେ କ'ଣ ସେ ସେମାନଙ୍କୁ ଏହା କହିଲେ ନାହିଁ, ଏବେଠୁ ମୋହର ସାକ୍ଷ୍ୟ ହୁଅ? ଧରିନିଅ କି ଜଣେ ରାଜା ସାଧାରଣ ଲୋକମାନଙ୍କ ସମାନ ବସ୍ତ୍ର ପରିଧାନ କରି ଆପଣା ପ୍ରାସାଦରୁ ବାହାରକୁ ଆସିଲେ, ଯାହାଦ୍ୱାରା ସେ ଦେଖିପାରିବେ କି ଲୋକମାନେ ବାସ୍ତବରେ କିପରି ରହନ୍ତି। ସେ ଆପଣ ପରିଚୟ ଲୁଚାଇଲେ ଏବଂ ଲୋକମାନଙ୍କ ଜୀବନର ପରିସ୍ଥିତିର ଚତୁଃପାର୍ଶ୍ୱରେ ଦେଖିଲେ। ଯଦି ରାଜା ସାଧାରଣ ଲୋକମାନଙ୍କ ପରି ଟୋପି ଓ ବସ୍ତ୍ର ପରିଧାନ କରନ୍ତି, ତେବେ କ'ଣ କେହି ଚିହ୍ନି ପାରିବ କି ସେ ରାଜା ଅଟନ୍ତି? ଯେହେତୁ ସେମାନେ ଚିହ୍ନି ପାରିବେ ନାହିଁ, ଏଥିପାଇଁ ସେମାନେ ତାହାଙ୍କ ସହିତ ମଧ୍ୟ କୌଣସି ଅନ୍ୟ ବ୍ୟକ୍ତି ପରି ବ୍ୟବହାର କରିବେ। ଉଦାହରଣ ନିମନ୍ତେ, ଯଦି କେହି ରାଜା ସହିତ ଅବହେଳାରେ କଥାବାର୍ତ୍ତା କରେ, ତେବେ ତାହାଙ୍କ ସେବକ କହିପାରନ୍ତି, ତୁମ୍ଭେ ତାଙ୍କ ସହିତ ଏହି ପ୍ରକାର କଥାବାର୍ତ୍ତା କରିବାର ସାହସ କିପରି କରିପାରିଲ? ସେ ରାଜା ଅଟନ୍ତି। ଯେ ପର୍ଯ୍ୟନ୍ତ ଏମିତି କିଛି ହୋଇନାହିଁ, କ'ଣ କାହାରିକୁ ତାଙ୍କ ବସ୍ତ୍ର ଦ୍ୱାରା ଜଣାପଡ଼ିବ କି ସେ ରାଜା ଅଟନ୍ତି? ନାହିଁ, ସେମାନଙ୍କୁ ଜଣାପଡ଼ିବ ନାହିଁ। ଯଦି ସେମାନେ ରାଜାଙ୍କୁ ଚିହ୍ନି ପାରନ୍ତି, ତଥାପି ମଧ୍ୟ ତାଙ୍କୁ କୁହାଯିବ, କାହାରିକୁ ମଧ୍ୟ କହିବ ନାହିଁ କି ରାଜା ବାହାରେ ଅଛନ୍ତି ଆଉ ଆଖପାଖରେ ଭ୍ରମଣ କରୁଛନ୍ତି। କିନ୍ତୁ ପରବର୍ତ୍ତୀ ଦିନ କ'ଣ ହେବ? ସେମାନେ ସମସ୍ତଙ୍କୁ ଜଣାଇବେ କି ରାଜା ଗ୍ରାମରେ ଥିଲେ। 예수께서도 ଏହି ପ୍ରକାର ଯୀଶୁ କହିଲେ, କାହାରିକୁ ମଧ୍ୟ କହିବ ନାହିଁ, କାରଣ ଏମିତି କରିବା ଦ୍ୱାରା ସେ ଜାଣିପାରିବେ କି ଲୋକମାନେ ବାସ୍ତବରେ କେଉଁ ପ୍ରକାରର ଜୀବନଯାପନ କରୁଛନ୍ତି। ଏହି ପ୍ରକାର ସେ ସେହି ଲୋକମାନଙ୍କୁ ପ୍ରଭେଦ କରିପାରିବେ ଯେଉଁମାନଙ୍କ ପାଖରେ ବିଶ୍ୱାସ ଅଛି ଏବଂ ଯେଉଁମାନଙ୍କ ପାଖରେ ପ୍ରକୃତ ବିଶ୍ୱାସ ନାହିଁ। ଯଦି ଲୋକମାନେ ଜାଣନ୍ତି କି ସେ ରାଜା ଅଟନ୍ତି, ତେବେ ବିଧର୍ମୀମାନେ ମଧ୍ୟ ଧାର୍ମିକ ହେବାର ଛଳନା କରିବେ। 그래서 ଏଥିପାଇଁ ଯୀଶୁ ପିତରଙ୍କୁ କହିଲେ, ମୁଁ ତୁମ୍ଭକୁ ସ୍ୱର୍ଗ ରାଜ୍ୟର କଞ୍ଜି ଦେବି। 그렇게 말씀하시고 କାହାକୁ କହିବ ନାହିଁ କି ମୁଁ ଖ୍ରୀଷ୍ଟ ଅଟେ। 말하지 말라. ତୁମ୍ଭେ ଜାଣ ଯେ ମୁଁ କିଏ, କିନ୍ତୁ ବର୍ତ୍ତମାନ ଅନ୍ୟମାନଙ୍କୁ କହିବ ନାହିଁ କି ମୁଁ ଖ୍ରୀଷ୍ଟ ଅଟେ। 아무에게도 말하지 말라 말이야. 그리고 କିନ୍ତୁ ବାଇବଲରେ ଏହା ଦିଆଯାଇଅଛି କି ଜିତ ପର୍ବତରୁ ସ୍ୱର୍ଗାରୋହଣ ହେବାର ଠିକ୍ ପୂର୍ବେ ଯୀଶୁ କହିଲେ, ବର୍ତ୍ତମାନ ସମୀରଣ ଏବଂ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷ୍ୟ ହୁଅ। ବର୍ତ୍ତମାନ ଲୋକମାନଙ୍କୁ କୁହ ଯେ ମୁଁ ଖ୍ରୀଷ୍ଟ। 것처럼 ପିତର ଏକ ଏମିତି ବ୍ୟକ୍ତି ଥିଲେ ଯେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ଦ୍ୱାରା ବୁଝିପାରୁଥିଲେ। 요한도 ଯୋହନ ମଧ୍ୟ ଜାଣୁଥିଲେ କି ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ କିପରି ଶୁଣିବାର ଅଛି। 그러나 육체 କିନ୍ତୁ ଯେହେତୁ ଯୀଶୁ ଶରୀରରେ ଥିଲେ, 서기관 또 ତେଣୁ କ'ଣ ଫାରୁସି, ଶାସ୍ତ୍ରୀ, 예수님이 ଜିହୁଦୀ ଏବଂ ସାଦୁକୀମାନେ ଚିହ୍ନି ପାରିଲେ କି ସେ ଖ୍ରୀଷ୍ଟ ଏବଂ ପରମେଶ୍ୱର ଅଟନ୍ତି? 저들은 신령한 것을 신령한 ସେମାନେ ବସ୍ତୁଗୁଡ଼ିକୁ ଆତ୍ମିକ ଦୃଷ୍ଟିକୋଣ ଦ୍ୱାରା ଦେଖିଲେ ନାହିଁ। ସେମାନେ ବସ୍ତୁଗୁଡ଼ିକୁ କେବଳ ଶାରୀରିକ ଦୃଷ୍ଟିକୋଣ ଦ୍ୱାରା ଦେଖିଲେ। କ'ଣ ଏ ଯୋସେଫଙ୍କ ପୁତ୍ର ନୁହନ୍ତି? ସେ ଶିକ୍ଷିତ ମଧ୍ୟ ନୁହନ୍ତି? କ'ଣ ଏହାଙ୍କ ସମସ୍ତ ଭଉଣୀମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି ନାହିଁ? ତେବେ ସେ କେମିତି କହୁଛି କି ମୁଁ ସ୍ୱର୍ଗରୁ ଅବତରଣ କରିଛି? ମାର୍କରେ ମଧ୍ୟ ଆମ୍ଭେ ଦେଖିପାରିବା କି ଯୀଶୁଙ୍କ ପରିବାର ଲୋକ ଏହା କହୁଥାଇ କି ଯୀଶୁଙ୍କ ମତିଭ୍ରମ ହୋଇଛି, ତାଙ୍କୁ ଧରେଇ ଦେବାକୁ ଚେଷ୍ଟା କଲେ। 신령적 안목으로 예수님을 대한 ଏମିତି ଲୋକ ଥିଲେ ଯେଉଁମାନେ ଯୀଶୁଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିଲେ ଆଉ ତାହାଙ୍କ ସେବା କଲେ, ଆଉ ଏମିତି ଲୋକ ମଧ୍ୟ ଥିଲେ ଯେଉଁମାନେ ତାଙ୍କୁ କେବଳ ଶାରୀରିକ ଦୃଷ୍ଟିକୋଣରେ ଦେଖିଲେ। ଲୋକମାନେ ଯୀଶୁଙ୍କୁ ବିଭିନ୍ନ ଦୃଷ୍ଟିକୋଣରେ ଦେଖିଲେ, କାରଣ ସେ ବାଇବଲ ଏବଂ ବ୍ୟବସ୍ଥା ଶିକ୍ଷା କରୁଥିଲେ। ଏଥିପାଇଁ କେତେକ ଚିନ୍ତା କଲେ କି ସେ କେବଳ ଗୁରୁ ଅଟନ୍ତି, ଆଉ କେତେକ ତାହାଙ୍କ ବିଷୟରେ ଅଳ୍ପ ଉଚ୍ଚତାରେ ଚିନ୍ତା କଲେ ଆଉ ତାଙ୍କୁ ଭବିଷ୍ୟତବକ୍ତା ରୂପେ ସ୍ୱୀକାର କଲେ। 또 사도 바울 କିନ୍ତୁ 물들은 보면 କ'ଣ ପିତର, 말씀으로 ଯୋହନ ଓ ପାଉଲ ଯେମିତି ଲୋକମାନେ ଅନୁଭବ କଲେ ନାହିଁ ଓ ସମ୍ପୂର୍ଣ୍ଣ ଭାବେ ବୁଝିଲେ ନାହିଁ କି ସେ ସ୍ୱଭାବରେ ହିଁ ପରମେଶ୍ୱର ଅଟନ୍ତି, ଯେ ଆଦ୍ୟରେ ବାକ୍ୟ ଥିଲେ ଏବଂ ଆକାଶ ଓ ପୃଥିବୀ ଏବଂ ସେଥିରେ ଥିବା ସମସ୍ତ ବସ୍ତୁର ସୃଷ୍ଟି କଲେ। 3장에서 ଆସନ୍ତୁ ମାର୍କ ଅଧ୍ୟାୟ 3ରୁ ଆରମ୍ଭ କରି ଏମିତି ଅନେକ ମାମଲା ଦେଖିବା ଯେଉଁଠି ଲୋକମାନେ ଯୀଶୁଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିବାରେ ବିଫଳ ହେଲେ। 살펴보도록 합시다. ଅଧ୍ୟାୟ 3 ପଦ 20। ପରେ ସେ ଘରକୁ ଆସିଲେ। ପୁନର୍ବାର ଲୋକ ସମୂହର ଏତେ ସମାଗମ ହେଲା ଯେ ସେମାନେ ଭୋଜନ ସୁଦ୍ଧା କରିପାରିଲେ ନାହିଁ। 또 없는지라. ତାହାଙ୍କ ଆତ୍ମୀୟମାନେ ଏହା ଶୁଣି ତାହାଙ୍କୁ ଧରି ନେଇଯିବାକୁ ବାହାରି ଆସିଲେ, କାରଣ ସେମାନେ କହିଲେ, ତାହାଙ୍କର ମତିଭ୍ରମ ହେଲାଣି। ତାହାଙ୍କ ପରିବାର ଏହା କହୁଥାଏ କି ତାହାଙ୍କ ମତିଭ୍ରମ ହୋଇଛି। ଯୀଶୁଙ୍କୁ ଧରି ନେଇଯିବାକୁ ଯାହା ମଧ୍ୟ ସେ କରୁଥିଲେ, ତାହାଙ୍କୁ ପ୍ରତିରୋଧ କରିବାକୁ ଆସିଲେ। 나라고 막을 이제 지금 다니는 그런 장면입니다. ଆସନ୍ତୁ ଯୋହନ ଅଧ୍ୟାୟ 6 ପଦ 41 ମଧ୍ୟ ପଢ଼ିବା।
ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ହୋଇଥିବା ଆହାର ଅଟେ ସେ ଏହା କହିବାରୁ ଜିହୁଦୀମାନେ ତାହାଙ୍କ ବିରୁଦ୍ଧରେ ବଚସା କରି କହିବାକୁ ଲାଗିଲେ, ଏ କ'ଣ ଯୋସେଫର ପୁଅ ଯୀଶୁ ନୁହେଁ? ଆଉ ଆମ୍ଭେମାନେ କ'ଣ ଏହାର ବାପା ମାଆକୁ ଜାଣୁନାହୁଁ? ତେବେ ମୁଁ ସ୍ୱର୍ଗରୁ ଅବତରଣ କରିଅଛି ବୋଲି ସେ ଏବେ କିପରି କହୁଅଛି? 왔다 하느냐. 여기에도 지금 ଏଠାରେ କ'ଣ ସେମାନଙ୍କ ପାଖରେ ଆତ୍ମିକ ଦୃଷ୍ଟିକୋଣ ଥିଲା? ସେମାନେ ଶାରୀରିକ ଦୃଷ୍ଟିକୋଣରେ ଯୀଶୁଙ୍କୁ ଦେଖିଲେ ଆଉ ତାହାଙ୍କ ବିଚାର କଲେ। 예수님을 바라보고 판단하고 있는 장면. ଆସନ୍ତୁ ମାଥିଉ ଅଧ୍ୟାୟ 13 ସହିତ ଜାରି ରହିବା। 장으로 넘어가겠습니다. ଆମ୍ଭକୁ ଏହି ଯୁଗରେ ସେହି ଭୁଲ କରିବା ଉଚିତ ନୁହେଁ। ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଜଣାଇବା ନିମନ୍ତେ ଆମ୍ଭକୁ ସେହି ଲୋକମାନଙ୍କ ବିଷୟରେ ଅଧ୍ୟୟନ କରିବା ଦ୍ୱାରା ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି, ଯେଉଁମାନେ 2000 ବର୍ଷ ପୂର୍ବେ ଯୀଶୁଙ୍କୁ ଯେବେ ସେ ଶରୀରରେ ଏହି ପୃଥିବୀକୁ ଆସିଥିଲେ ଚିହ୍ନି ପାରିଲେ ଏବଂ ଗ୍ରହଣ କଲେ। 그들은 어떻게 ଆମ୍ଭେ ସ୍ୱୟଂକୁ ପଚାରିବା ଉଚିତ, 사람들 눈에는 ସେମାନେ ତାଙ୍କୁ କିପରି ଗ୍ରହଣ କଲେ ଆଉ ଯୀଶୁ ଅନ୍ୟ ଲୋକମାନଙ୍କ ଦୃଷ୍ଟିରେ କିପରି ଦେଖାଯାଉଥିଲେ? 실령적 କ'ଣ ମୁଁ ତାଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖୁଛି ବା ପୁଣି ଶାରୀରିକ ଦୃଷ୍ଟିକୋଣରେ ଦେଖୁଅଛି? ଆମ୍ଭକୁ ଏହା ବିଷୟରେ ଧ୍ୟାନପୂର୍ବକ ଚିନ୍ତା କରିବାର ଆବଶ୍ୟକତା ଅଛି। ଆସନ୍ତୁ ମାଥିଉ ପୁସ୍ତକ ଅଧ୍ୟାୟ 13 ପଦ 53 ଦେଖିବା। ଯୀଶୁ ଏହି ସମସ୍ତ ଦୃଷ୍ଟାନ୍ତ ସମାପ୍ତ କଲା ଉତ୍ତାରେ ସେହି ସ୍ଥାନରୁ ପ୍ରସ୍ଥାନ କଲେ। 돌아가서 ଆଉ ସେ ନିଜ ପୌତୃକ ନଗରକୁ ଆସି ଲୋକମାନଙ୍କୁ ସେମାନଙ୍କ ସମାଜ ଗୃହରେ ଏପରି ଶିକ୍ଷା ଦେଲେ ଯେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ଏ ଲୋକର ଏପରି ବୁଦ୍ଧି ଓ ଶକ୍ତିର କାର୍ଯ୍ୟ କେଉଁଠାରୁ ହେଲା? ଏ କି ସେହି ବଢ଼େଇର ପୁଅ ନୁହେଁ? ଏହାର ମା ନା କ'ଣ ମରିୟମ ନୁହେଁ? 시몬 유다 ପୁଣି ଏହାର ଭାଇମାନଙ୍କ ନାଁ କ'ଣ ଯାକୁବ, ଯୋସେଫ, ସିମୋନ ଓ ଜିହୁଦା ନୁହେଁ? ଆଉ ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସଙ୍ଗରେ ନାହାନ୍ତି? ତେବେ ସେ ଏହି ସବୁ କେଉଁଠୁ ପାଇଲା? ଆଉ ସେମାନେ ତାହାଙ୍କଠାରେ ବିଘ୍ନ ପାଇଲେ। ସେମାନେ ଯୀଶୁଙ୍କୁ ଆତ୍ମିକ ଆଖିରେ ଦେଖିବାରେ ବିଫଳ ହେଲେ, କିନ୍ତୁ କହିଲେ, କ'ଣ ଆମ୍ଭ ଗ୍ରାମରେ ସମସ୍ତେ ତାଙ୍କୁ ଜାଣନ୍ତି ନାହିଁ? କ'ଣ ତାହାଙ୍କ ପିତା ଯୋସେଫ ନୁହେଁ? ଆଉ କ'ଣ ତାହାଙ୍କ ମାତା ମରିୟମ ନୁହେଁ? ଆଉ କ'ଣ ଏହାର ଭାଇମାନଙ୍କ ନାମ ଯାକୁବ, ଯୋସେଫ, ସିମୋନ ଓ ଜିହୁଦା ନୁହେଁ? ଆଉ ଏହାର ଭଉଣୀମାନେ କ'ଣ ସମସ୍ତେ ଆମ୍ଭମାନଙ୍କ ସଙ୍ଗରେ ନାହାନ୍ତି? ତେବେ ସେ ଏହି ସବୁ ଜ୍ଞାନ କେଉଁଠୁ ପାଇଲା? 근데 ଯୀଶୁଙ୍କ ଜ୍ଞାନ ଓ ବୁଦ୍ଧିକୁ ଦେଖୁଥାଇ ସେମାନଙ୍କୁ ଯୀଶୁଙ୍କୁ ଗ୍ରହଣ କରିବା ଓ ତାଙ୍କୁ ସ୍ୱୀକାର କରିବାର ଥିଲା। 통해서 영접하고 받아들여야 되는 ଏହା ପରିବର୍ତ୍ତେ କେବଳ ତାହାଙ୍କ ଶାରୀରିକ ଦିଗ ଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା କାରଣରୁ ସେମାନେ ଖ୍ରୀଷ୍ଟଙ୍କ ଆତ୍ମିକ ଦିଗ ଗୁଡ଼ିକୁ ଦେଖିବାରେ ବିଫଳ ରହିଲେ ଏବଂ ତାହାଙ୍କ ତିରସ୍କାର କଲେ। ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ 2000 ବର୍ଷ ପୂର୍ବର ସ୍ଥିତିକୁ ପୁନରାବୃତ୍ତି କରୁଛନ୍ତି। 많이 있을 것이 ଏଥିପାଇଁ ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ କି ଆମମାନଙ୍କ ପାଖରେ ଆତ୍ମିକ ଦୃଷ୍ଟିକୋଣ ଅଛି ଅବା ଶାରୀରିକ ଦୃଷ୍ଟିକୋଣ। ଯଦିଓ ପରିତ୍ରାଣ ପ୍ରାପ୍ତ କରିବାର ସୁଯୋଗ ଠିକ୍ ସେମାନଙ୍କ ପାଖରେ ଥିଲା, ସେମାନେ ପରିତ୍ରାଣର ଦଉଡ଼ିକୁ ଧରିବାରେ ବିଫଳ ରହିଲେ ଏବଂ ଅନନ୍ତ ନରକରେ ପଡ଼ିଗଲେ। 지옥의 나락에서 얼마 ବର୍ତ୍ତମାନ ସେମାନେ କେତେ ବିଳାପ କରୁଥିବେ, ପଶ୍ଚାତାପ କରୁଥିବେ ଏବଂ ଯନ୍ତ୍ରଣା ଭୋଗୁଥିବେ। ଆସନ୍ତୁ ଯୋହନ ଅଧ୍ୟାୟ 7 ପଦ 14ରେ ପରମେଶ୍ୱରଙ୍କ ବାକ୍ୟ ଉପରେ ଏକ ନଜର ଦେବା। 이미 명절의 중간에 କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ। 키 여겨 ଏଥିରେ ଜିହୁଦୀମାନେ ଚମତ୍କୃତ ହୋଇ କହିଲେ, 어떻게 했다고 ଏ କ'ଣ 배우 ପାଠ ନ ପଢ଼ି କିପରି ପଣ୍ଡିତ ହେଲା? 그를 아느냐라고 이렇게 얘기를 하고 있습니다. 전부가 ଏହି ସମସ୍ତ ବ୍ୟବହାର ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ନଥିବା ସମୟରେ ଆସିଥାଏ। 사람들의 행태였습니다. 우리가 ଆମ୍ଭେ ଭାବିପାରିବା ଯେହେତୁ ଯୀଶୁ ସ୍ୱୟଂ ବାକ୍ୟର ପ୍ରଚାର କଲେ, ଏଥିପାଇଁ ଅଧିକାଂଶ ଇସ୍ରାଏଲୀୟମାନେ ଏହା ଉପରେ ବିଶ୍ୱାସ କରିଥିବେ, କିନ୍ତୁ ଏମିତି ନଥିଲା। 그렇지가 못했습니다. ସ୍ୱର୍ଗାରୋହଣର ଦିନଠାରୁ ଆରମ୍ଭ କରି ପେଣ୍ଟିକଷ୍ଟର ଦିନ ପର୍ଯ୍ୟନ୍ତ କେବଳ 120 ଜଣ ଲୋକ ମାର୍କର ଉପରିସ୍ଥ କୋଠରୀରେ 10 ଦିନ ପର୍ଯ୍ୟନ୍ତ ପ୍ରାର୍ଥନା କଲେ। ଯଦିଓ 5000 ଲୋକ 5ଟି ରୋଟି ଓ 2ଟି ମାଛ ଦ୍ୱାରା କରିଥିବା ଯୀଶୁଙ୍କ ଅଦ୍ଭୁତ ଚମତ୍କାରକୁ ଦେଖିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ ବହୁତ ଲୋକ ବିଶ୍ୱାସ କଲେ ନାହିଁ। ଯଦିଓ ସେମାନେ ଜାଣୁଥିଲେ କି ଏହା କିଛି ଏମିତି ଅଟେ ଯାହାକୁ କୌଣସି ମନୁଷ୍ୟ ଆପଣା ଶକ୍ତିରେ କରିପାରିବ ନାହିଁ, କିନ୍ତୁ ତଥାପି ମଧ୍ୟ ସେମାନେ ଯୀଶୁଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିଲେ ନାହିଁ। ସେମାନେ ତାହାଙ୍କୁ କେବଳ ଶାରୀରିକ ଦୃଷ୍ଟିକୋଣରେ ଦେଖୁଥିଲେ। 빈천한 곳에 ଏଥିପାଇଁ ସେମାନେ ଏହା କହୁଥାଇ ତାହାଙ୍କ ତିରସ୍କାର କଲେ, ଗାଲିଲି ଯେମିତି ସ୍ଥାନର ମନୁଷ୍ୟ କେତେ ଶିକ୍ଷିତ ହୋଇପାରେ, 이런 정도 ତାହା ପାଖରେ କେତେ ସାମର୍ଥ୍ୟ ଥାଇପାରେ। ଆସନ୍ତୁ ଯୋହନ ଅଧ୍ୟାୟ 10 ପଦ 30 ପଢ଼ିବା। 나와 아버지는 ମୁଁ ଓ ପିତା ଏକ। ଜିହୁଦୀମାନେ ତାହାଙ୍କୁ ଫୋପାଡ଼ିବା ନିମନ୍ତେ ଆଉ ଥରେ ପଥର ଆଣିଲେ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ମୁଁ ପିତାଙ୍କ ଠାରୁ ଅନେକ ଉତ୍ତମ କର୍ମ ତୁମମାନଙ୍କୁ ଦେଖାଇଅଛି। ସେହି ସବୁ କର୍ମ ମଧ୍ୟରୁ କେଉଁ କର୍ମ ନିମନ୍ତେ ମୋତେ ପଥର ଫୋପାଡ଼ୁଅଛ? 유대인 ଜିହୁଦୀମାନେ ତାହାଙ୍କୁ ଉତ୍ତର ଦେଲେ, ଉତ୍ତମ କର୍ମ ନିମନ୍ତେ ଆମ୍ଭେମାନେ ତୋତେ ପଥର ଫୋପାଡ଼ୁ ନାହୁଁ, କିନ୍ତୁ ଈଶ୍ୱର ନିନ୍ଦା ନିମନ୍ତେ, ପୁଣି ତୁ ମନୁଷ୍ୟ ହୋଇ ଆପଣାକୁ ଈଶ୍ୱର ବୋଲାଉଥିବାରୁ। 하나님이라 함이로다 하고 있습니다. ଏଠାରେ ମଧ୍ୟ ଜିହୁଦୀମାନେ ପଥର ଉଠାଇଲେ ଏବଂ ଯୀଶୁଙ୍କ ଉପରେ ଫୋପାଡ଼ିବାକୁ ଚେଷ୍ଟା କଲେ। ଯଦି ସେମାନେ ତାଙ୍କୁ ଆତ୍ମିକ ଦୃଷ୍ଟିକୋଣରେ ଦେଖିଥାନ୍ତେ, ତେବେ କ'ଣ ସେମାନେ ଏହା କରନ୍ତେ? 전부 육적인 장면으로 ସେହି ସମସ୍ତେ ତାଙ୍କୁ ଶାରୀରିକ ଦୃଷ୍ଟିକୋଣରେ ଦେଖିଲେ। 그냥 일반
제사장 ସେମାନେ ଯୀଶୁଙ୍କୁ ମହାଯାଜକ ବୋଲି କହିଲେ ସତ ଏକ ସାଧାରଣ ଯାଜକ ରୂପେ ମଧ୍ୟ ମାନିଲେ ନାହିଁ। 은혜로운 ଏଥିପାଇଁ ସେହି ସମସ୍ତେ ତାହାଙ୍କ ତିରସ୍କାର କଲେ ଯଦିଓ ସେମାନେ ତାହାଙ୍କ ମୁଖରୁ ନିର୍ଗତ ହେଉଥିବା ପରିତାଣର ଅନୁଗ୍ରହପୂର୍ଣ୍ଣ ବାକ୍ୟଗୁଡ଼ିକୁ ଶୁଣୁଥିଲେ। ବାଇବଲ ଆମମାନଙ୍କୁ ଶିକ୍ଷା କରେ କି ଯେହେତୁ ସେମାନେ ଆତ୍ମିକ ମାମଲା ବିଷୟରେ ଆପଣା ନିର୍ଣ୍ଣୟ ଶାରୀରିକ ଓ ଦୃଶ୍ୟମାନ ବସ୍ତୁଗୁଡ଼ିକ ଉପରେ ଆଧାରିତ କଲେ, ନାହିଁ କି ଆତ୍ମିକ ଦୃଷ୍ଟିକୋଣ ଉପରେ, ଏଥିପାଇଁ ସେମାନେ ଆପଣା ନିର୍ଣ୍ଣୟରେ ଏକ ବହୁତ ବଡ଼ ଭୁଲ କଲେ। 결함이었고 문제였다는 사실을 성경은 이 시대에 ଆଜି 살아가는 우리 ଆମ୍ଭକୁ ଖ୍ରୀଷ୍ଟ ଆନସାଂହୋଂ ଓ ନୂତନ ଜେରୁସାଲେମ ସ୍ୱର୍ଗୀୟ ମାତାଙ୍କୁ ଗ୍ରହଣ କରିବା ଉଚିତ, ଯେଉଁମାନଙ୍କ ପବିତ୍ର ଆତ୍ମାଙ୍କ ଯୁଗରେ ଆସିବାର ଭବିଷ୍ୟବାଣୀ କରାଯାଇଅଛି। 2000년 କୋଣ ଆମ୍ଭକୁ 2000 ବର୍ଷ ପୂର୍ବର ଲୋକମାନଙ୍କ ସମାନ ଶାରୀରିକ ଦିଗଗୁଡ଼ିକ ଉପରେ ପରମେଶ୍ୱରଙ୍କ ନ୍ୟାୟ କରିବା ଉଚିତ, ଯେଉଁମାନେ କହିଲେ ସେ ପରମେଶ୍ୱର କିପରି ହୋଇପାରିବ। ଆମେମାନେ ତାହାଙ୍କ ପିତା ଓ ମାତାଙ୍କୁ ଜାଣୁ, ଆମେମାନେ ତାହାଙ୍କ ଭାଇମାନଙ୍କୁ ଜାଣୁ, ଆମେମାନେ ତାହାଙ୍କ ପରିବାରକୁ ଜାଣୁ। ସେ ଶିକ୍ଷିତ ନୁହନ୍ତି। 될수 있느냐는 것입니다. ଆସନ୍ତୁ ପ୍ରେରିତ ପୁସ୍ତକ ଅଧ୍ୟାୟ 24 ପଦ 1ରେ ପରମେଶ୍ୱରଙ୍କ ବାକ୍ୟ ଦେଖିବା। 다세우 5 ଦିନ ପରେ ହାନାନ ମହାଯାଜକ କେତେକ ପ୍ରାଚୀନ ଓ ତର୍ତ୍ତୁଲ ନାମକ ଜଣେ ଓକିଲଙ୍କ ସଙ୍ଗରେ ଆସିଲେ, ଆଉ ସେମାନେ ପାଉଲଙ୍କ ବିରୁଦ୍ଧରେ ଶାସନକର୍ତ୍ତାଙ୍କ ନିକଟରେ ଆବେଦନ କଲେ। ତାଙ୍କୁ ଡକାଯାନ୍ତେ ତର୍ତ୍ତୁଲ ତାଙ୍କୁ ଅଭିଯୋଗ କରି କହିବାକୁ ଲାଗିଲେ, ହେ ମହାମହିମ ଫେଲିକ୍ସ, ଆପଣଙ୍କ ଦ୍ୱାରା ଆମ୍ଭେମାନେ ଯେ ମହାଶାନ୍ତି ଭୋଗ କରୁଅଛୁ, ପୁଣି ଆପଣଙ୍କର ପରିଣାମଦର୍ଶିତାରେ ଏହି ଜାତି ନିମନ୍ତେ ନାନା ମଙ୍ଗଳ ସାଧିତ ହୋଇଅଛି। ଏହା ଆମ୍ଭେମାନେ ସର୍ବୋତ୍ତ ଭାବରେ ଓ ସର୍ବସ୍ଥାନରେ ସମ୍ପୂର୍ଣ୍ଣ କୃତଜ୍ଞତା ସହିତ ସ୍ୱୀକାର କରୁଅଛୁ। କିନ୍ତୁ ମୁଁ ଯେପରି ଆପଣଙ୍କର ଅଧିକ କ୍ଳାନ୍ତି ନ ଜନ୍ମାଏ, ଏଥିପାଇଁ ଆପଣ ନିଜ ଦୟାଗୁଣରେ ଆମ୍ଭମାନଙ୍କର କେତୋଟି କଥା ଶ୍ରବଣ କରିବା ନିମନ୍ତେ ମୁଁ ଆପଣଙ୍କୁ ନିବେଦନ କରୁଅଛି। କାରଣ ଆମ୍ଭେମାନେ ଏହି ଲୋକକୁ ମହାମାରୀ ସ୍ୱରୂପ ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାରକ ଓ କଣ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ। ସେମାନେ ଯୀଶୁଙ୍କୁ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ବର୍ଣ୍ଣିତ କଲେ। ଏଥିପାଇଁ ସେମାନେ ପାଉଲଙ୍କୁ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି କହିଲେ। 그 총동 앞에서 ସେମାନେ ନ୍ୟାୟାଳୟରେ ଶାସନକର୍ତ୍ତାଙ୍କ ନିକଟରେ ପାଉଲଙ୍କ ଉପରେ ଅଭିଯୋଗ କରୁଛନ୍ତି। 예수님께서 하늘로 성천에 올리오 ଯଦିଓ ଯୀଶୁଙ୍କ ସ୍ୱର୍ଗାରୋହଣର ବହୁତ ସମୟ ଅତିବାହିତ ହୋଇଥିଲା, 불구하고 ଜିହୁଦୀ ଲୋକମାନେ ଯୀଶୁଙ୍କୁ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଭାବୁଥିଲେ। 이해하고 있었습니다. 신령한 ସେମାନେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣିବାରେ ସକ୍ଷମ ନଥିଲେ। ସେମାନେ ବସ୍ତୁଗୁଡ଼ିକୁ କେବଳ ଶାରୀରିକ ଦୃଷ୍ଟିକୋଣରେ ଦେଖୁଥିଲେ। 상태였고 상황이었습니다. ତଥାପି ମଧ୍ୟ ପ୍ରଥମ ଚର୍ଚ୍ଚର ପ୍ରେରିତ ଓ ସାଧୁମାନେ ଯେଉଁମାନଙ୍କ ପାଖରେ ବିଶ୍ୱାସ ଥିଲା, ସେମାନେ ଆତ୍ମିକ ବିଷୟକୁ ସଠିକ୍ ଭାବରେ ଆତ୍ମିକ ସତ୍ୟ ରୂପେ ଚିହ୍ନି ପାରିଲେ। ସେମାନେ କହିଲେ, ଯୀଶୁ ପରମେଶ୍ୱର ଅଟନ୍ତି। ଯୀଶୁଙ୍କ ବ୍ୟତୀତ ଆଉ ଉଦ୍ଧାରକର୍ତ୍ତା କେହି ନାହିଁ। ଯୀଶୁଙ୍କ ନାମ ବ୍ୟତୀତ ଆମ୍ଭକୁ ଅନ୍ୟ କିଛି ନାମ ଦିଆଯାଇ ନାହିଁ, ଯାହାଦ୍ୱାରା ଆମ୍ଭେ ରକ୍ଷା ପାଇପାରିବା। 옥중에 갇혀서 ଯେବେ ପ୍ରେରିତ ପାଉଲଙ୍କୁ ବନ୍ଦୀଗୃହରେ ରଖାଗଲା, ତେବେ ଭୂମିକମ୍ପ ହେଲା, ସମସ୍ତ ଦୁଆର ଖୋଲିଗଲା ଏବଂ ସମସ୍ତଙ୍କ ବନ୍ଧନ ଖୋଲିଗଲା। 상황이 발생해서 କାରାରକ୍ଷକ ନିଜକୁ ମାରିବାକୁ ଚେଷ୍ଟା କଲା, କିନ୍ତୁ ପ୍ରେରିତ ପାଉଲ ତାହାକୁ ଅଟକାଇ କହିଲେ, ଆପଣାର କୌଣସି କ୍ଷତି କର ନାହିଁ, କାରଣ ଆମ୍ଭେମାନେ ସମସ୍ତେ ଏଠାରେ ଅଛୁ। ସେଥିରେ କାରାରକ୍ଷକ ତାହାଙ୍କୁ କହିଲା, ମହାଶୟମାନେ, ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? 바울과 ପାଉଲ ଓ ସିଲାସ ସାହସ ସହକାରେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। 될 것이요. 이 신령 ବାଇବଲ ଆମମାନଙ୍କୁ ଅନବରତ ସେହି ଲୋକମାନଙ୍କ ମନୋବୃତ୍ତି ମଧ୍ୟରେ ସ୍ପଷ୍ଟ ପ୍ରଭେଦ ଦେଖାଇଥାଏ, ଯେଉଁମାନେ ଆତ୍ମିକ ସତ୍ୟକୁ ବୁଝିଲେ ଏବଂ ଯେଉଁମାନେ ଆତ୍ମିକ ସତ୍ୟକୁ ଶାରୀରିକ ଦୃଷ୍ଟିକୋଣରେ ଦେଖିଲେ। 보여주고 있습니다. ପୁଣି ଆଜି ଆମ୍ଭେମାନେ ଓ ସଂସାରର ସମସ୍ତ ଲୋକ କେଉଁ ପାର୍ଶ୍ୱରେ ଛିଡ଼ା ହେଉ? 세상 모든 사람들은 과연 어떤 위치에 서 있는가 이겁니다. ଆମ୍ଭେ ସେହି ଅଟୁ ଯେଉଁମାନେ ଏହା କହୁଥାଇ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣିଥାଉ। ଖ୍ରୀଷ୍ଟ ଆନସାଂହୋଂ ଆମମାନଙ୍କ ସତ୍ୟ ପରମେଶ୍ୱର ଅଟନ୍ତି। ନୂତନ ଜେରୁସାଲେମ ମାତା ଆମମାନଙ୍କ ସତ୍ୟ ପରମେଶ୍ୱର ଅଟନ୍ତି। କିନ୍ତୁ କ'ଣ ସଂସାର ମଧ୍ୟ ଏମିତି ଜଣାଇଥାଏ? ସେମାନେ କାହିଁକି ଏହାର ପ୍ରଚାର କରନ୍ତି ନାହିଁ? 신령한 세계를 ଏହା ଏଥିପାଇଁ କାରଣ ସେମାନେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ଶୁଣିବାରେ ବିଫଳ ଅଛନ୍ତି। 그들이 못 କିନ୍ତୁ 본다고 해서 ଯେହେତୁ ସେମାନେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ସହିତ ମିଶାଇ ଶୁଣିପାରନ୍ତି ନାହିଁ, ତେବେ କ'ଣ ଆମ୍ଭମାନଙ୍କୁ ମଧ୍ୟ ଏମିତି କରିବା ଉଚିତ? ନାହିଁ, ଆମ୍ଭମାନଙ୍କୁ ଏମିତି କରିବା ଉଚିତ ନୁହେଁ। ଆମ୍ଭକୁ ସେହି ପଥ ଚୟନ କରିବା ଉଚିତ ଯେଉଁଥିରେ ଆତ୍ମିକ ବିଷୟ ଆତ୍ମିକ ସତ୍ୟ ଦ୍ୱାରା ମିଶାଇ ଶୁଣୁଥାଇ ପିତର ଚାଲିଲେ, ସେହି ପଥ ଯେଉଁଥିରେ ଯୋହନ ଚାଲିଲେ, ଆଉ ସେହି ପଥ ଯେଉଁଥିରେ ପ୍ରେରିତ ପାଉଲ ଚାଲିଲେ। 바울과 ପାଉଲ, ପିତର, ଯୋହନ ଏବଂ ପ୍ରଥମ ଚର୍ଚ୍ଚର ସାଧୁମାନେ ଅନ୍ୟ ଲୋକମାନଙ୍କ ସମାନ କାର୍ଯ୍ୟ କଲେ ନାହିଁ। ଏହା ପର୍ଯ୍ୟନ୍ତ କି ନେରର ଧମକ ଆଗରେ ମଧ୍ୟ ସେମାନେ ଆଣ୍ଠୁ ପାତିଲେ ନାହିଁ। 조금도 굴하지 아니하고 କିନ୍ତୁ ସ୍ୱର୍ଗର ଆଶା ସହିତ ସୁନ୍ଦରତା ଓ ଶାଳୀନତାରେ ସେହି ପଥରେ ଚାଲିଲେ। 이루어놓으실 କ'ଣ ଏମିତି ଏଥିପାଇଁ ନଥିଲା କାରଣ ସେମାନଙ୍କୁ ବିଶ୍ୱାସ ଥିଲା କି ସେମାନେ ଅନନ୍ତ ପରମେଶ୍ୱରଙ୍କ ରାଜ୍ୟ, ଅନୁଗ୍ରହର ରାଜ୍ୟରେ ଯାଉଛନ୍ତି, ଯାହାକୁ ଯୀଶୁ ସେମାନଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି? 따랐습니까? ସେମାନେ ଏମିତି କରିବାରେ ସକ୍ଷମ ଥିଲେ କାରଣ ସେମାନେ ଜାଣୁଥିଲେ କି ଆତ୍ମିକ ବିଷୟକୁ ଆତ୍ମିକ ସତ୍ୟ ସହିତ ଦେଖିବାର ଅଛି।
다른 ସେମାନଙ୍କ ନିମନ୍ତେ ଯେଉଁମାନେ ଆତ୍ମିକ ବିଷୟଗୁଡ଼ିକୁ ଆତ୍ମିକ ସତ୍ୟ ସହିତ ଦେଖୁନଥିଲେ ଆମ୍ଭେ କହିପାରିବା କି ସେମାନେ ଅନ୍ଧ ଥିଲେ। 초대교회 성도들과 ସେମାନେ କେବଳ ପ୍ରଥମ ଚର୍ଚ୍ଚର ସାଧୁ ଓ ପ୍ରେରିତ ଥିଲେ ଯେଉଁମାନଙ୍କ ଆତ୍ମିକ ଆଖି ଖୋଲା ଥିଲା, କାରଣ ସେମାନେ ଆତ୍ମିକ ବସ୍ତୁଗୁଡ଼ିକୁ ଦେଖିବାରେ ସକ୍ଷମ ଥିଲେ। ଏହି ପ୍ରକାର ସେମାନେ ଯୀଶୁଙ୍କୁ ପରମେଶ୍ୱରଙ୍କ ରୂପେ ସଠିକ୍ ଭାବେ ଚିହ୍ନିବାରେ ସକ୍ଷମ ହେଲେ। 바로 그 하나님 କ'ଣ ଏହି କାରଣରୁ ନଥିଲା କି ସେମାନେ ବୁଝିପାରିଲେ କି ସେ ପରମେଶ୍ୱର ଅଟନ୍ତି ଯେ ଆଦ୍ୟରୁ ବିଦ୍ୟମାନ ଥିଲେ? 따름의 도를 ଏହା ବ୍ୟତୀତ ଯେଉଁଠିକୁ ମଧ୍ୟ ସେ ଗଲେ ସେମାନେ ଶେଷ ପର୍ଯ୍ୟନ୍ତ ତାହାଙ୍କ ଅନୁସରଣ କଲେ। ବର୍ତ୍ତମାନ ଆମ୍ଭେ ପବିତ୍ର ଆତ୍ମାଙ୍କ ଯୁଗରେ ଜୀବନଯାପନ କରୁଅଛୁ। ଆମ୍ଭେ ସିଦ୍ଧତାର ପର୍ଯ୍ୟାୟରେ ଅଛୁ ଯେଉଁଠାରେ ସବୁକିଛି ପୂର୍ଣ୍ଣତା ହୋଇଥାଏ। ଶୈତାନ ଆମ୍ଭକୁ ବସ୍ତୁଗୁଡ଼ିକର ଶାରୀରିକ ଦୃଷ୍ଟିକୋଣରେ ଦେଖିବାକୁ ଦେବା ନିମନ୍ତେ ଆତ୍ମିକ ବସ୍ତୁଗୁଡ଼ିକୁ ନଷ୍ଟ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ ଯେବେଠୁ ଆମ୍ଭେ ପ୍ରଥମେ ପରମେଶ୍ୱରଙ୍କୁ ଚିହ୍ନି ପାରିଛୁ 방해하는 일이 ତେବେ 될지라도 ଆମ୍ଭକୁ ଶେଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା ଏବଂ ତାହାଙ୍କ ପାଳନ କରିବା ଉଚିତ। 우리가 돼야 되겠습니다. ଯେହେତୁ ପରମେଶ୍ୱର କହିଲେ 남아있는 자 ସିଓନରେ ଯେ କେହି ଅବଶିଷ୍ଟ ଥାଏ, 생명책에 ଜୀବିତ ଲୋକମାନଙ୍କ ମଧ୍ୟରେ ଯେ ପ୍ରତ୍ୟେକର ନାମ ଲିଖିତ ହୁଏ 칭함을 받 ସେ ପବିତ୍ର ବୋଲି ବିଖ୍ୟାତ ହେବ। 모두가 그런 위치에 은혜롭게 설 수 있기를 ଏହାଦ୍ୱାରା ମୁଁ ଆଜିର ଉପଦେଶ ସମାପ୍ତ କରିବାକୁ ଚାହିଁବି। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।